ଆପଣମାନଙ୍କର ଭାଗ୍ୟ ବଦଳିଯିବ। ହେଲେ ଆପଣମାନେ କେମିତି ଜାଣିବେ କି ଆପଣମାନଙ୍କର ଭାଗ୍ୟ ବଦଳିଯିବ ବୋଲି? ହଁ ସାଙ୍ଗମାନେ, ଆପଣମାନେ ଯଦି ଆପଣଙ୍କ ଘରେ ବିଲେଇ ରଖିଛନ୍ତି, ପୋଷା ବିଲେଇ ଯଦି ଆପଣଙ୍କ ଘରେ ଅଛି, ତାହେଲେ ଆପଣମାନେ ଜାଣି ରଖନ୍ତୁ ଆପଣଙ୍କର ଭାଗ୍ୟ ବଦଳିବାର ସଂକେତ ଆପଣଙ୍କର ପୋଷା ବିଲେଇ ଦେବ। ଶୁଣିଲା ପରେ ଆପଣମାନଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ, ସତରେ କ'ଣ ପୋଷା ବିଲେଇ ଆମକୁ ଭାଗ୍ୟ ବଦଳିବାରେ ସାହାଯ୍ୟ କରିବ? ହଁ ସାଙ୍ଗମାନେ, ଆପଣଙ୍କର ଘରର ବିଲେଇ ହିଁ ଆପଣମାନଙ୍କୁ ସଂକେତ ଦେବ କି ଆପଣମାନେ କେତେବେଳେ ଭାଗ୍ୟବାନ ହେବେ, କେତେବେଳେ ଆପଣମାନଙ୍କର ଭାଗ୍ୟ ବଦଳିବେ। ହଁ ସାଙ୍ଗମାନେ, ଆଜିର ଭିଡ଼ିଓଟି କିଛି ସେହିଭଳି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଦେଖିବେ। ଆଉ ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ, ଲାଇକ୍ଟିଏ ନିଶ୍ଚିନ୍ତ ଭାବରେ କରିଦେବେ। ସାଙ୍ଗମାନେ, ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ସାଙ୍ଗମାନେ, ଆଜିର ଭିଡ଼ିଓଟି ହେଉଛି ବିଲେଇ ଦେଇଥାଏ ଭାଗ୍ୟ ବଦଳିବାର 10ଟି ସଂକେତ। ସେ 10ଟି ସଂକେତ କ'ଣ ଜାଣିବା ଆଜି ଆମେମାନେ। ସାଙ୍ଗମାନେ, ବିଲେଇ ସମସ୍ତଙ୍କ ଘରକୁ ଆସି କିଛି ନା କିଛି କାଣ୍ଡ କରିଥାଏ। ଏମିତିରେ ବିଲେଇ ଶୁଭ ମଧ୍ୟ ହୋଇଥାଏ, ଶୁଭ ସଂକେତ ମଧ୍ୟ ଦେଇଥାଏ, ତାହା ଆମେ ଜାଣିନଥାଉ। ଏସବୁକୁ ଆମେ ଅଣଦେଖା କରିଥାଉ, ଯାହା କାରଣରୁ ଆମ ଉପରେ ଆସୁଥିବା କଷ୍ଟ ବା ସୁଖ ଆମକୁ ଜଣାପଡ଼ିବ ନାହିଁ। ଆମେ ଏହା ଭାବିଥାଉ ଏସବୁ ବିଲେଇର କିଛି ନା କିଛି ହରକତ ହୋଇଥାଏ। ଯେମିତି ଘରେ ବିଲେଇ ଆସି ବାସନ ପକାଇବା କିଛି ସଂକେତ ଦେଇଥାଏ, କିମ୍ବା ବିଲେଇ କ୍ଷୀର ପିଇବା ଗୋଟେ ସଂକେତ ମଧ୍ୟ ଦେଇଥାଏ। ହେଲେ ଆମେମାନେ କ'ଣ କରିଥାଉ? ଆମେମାନେ ଯଦି ବିଲେଇ ବାସନ ପକାଇଥାଏ, ଆମେ ବିଲେଇକି ଶୋଧିଥାଉ। ଯଦି ବିଲେଇ କ୍ଷୀର ପିଇ ଦେଇଥାଏ, ଆମେ ବିଲେଇକୁ ଶୋଧିଥାଉ। ହେଲେ ଆମେ ଜାଣିନଥାଉ ଆମକୁ ବିଲେଇ କ'ଣ ସଂକେତ ଦେଉଛି, ସେ କ୍ଷୀରକୁ ପିଇକିରି ଆଉ କି ବାସନକୁ ଫୋପାଡ଼ିକିରି। ତ ଚାଲନ୍ତୁ ସାଙ୍ଗମାନେ, ଏବେ ଜାଣିନେବା ସେହି 10ଟି ସଂକେତ କ'ଣ କ'ଣ। ପ୍ରଥମରେ ହେଉଛି ବିଲେଇ ଘରେ କାନ୍ଦିଲେ ଅଶୁଭ ମାନା ଯାଇଥାଏ। ଏହାର ଅର୍ଥ ଘରେ ଦାରିଦ୍ରତା ବା କାହାର ସ୍ୱାସ୍ଥ୍ୟ ଖରାପ ହେବାର ସୂଚନା ମିଳିଥାଏ। ସାଙ୍ଗମାନେ, ଯଦି ବିଲେଇ ଆପଣଙ୍କ ଘରେ କାନ୍ଦୁଛି ଆସିକିରି, ତ ଆପଣମାନେ ଜାଣି ରଖନ୍ତୁ ଆପଣଙ୍କ ଘରେ ବହୁତ ବଡ଼ ଅସୁବିଧା ହେବାକୁ ଯାଉଛି। ଦ୍ୱିତୀୟରେ ହେଉଛି ଅନେକ ସମୟରେ ବିଲେଇ ଘରେ କୌଣସି ଜୀବଜନ୍ତୁର ମାଂସ ଟୁକୁଡ଼ା ପକାଇଲେ ଅଶୁଭ ସଂକେତ ହୋଇଥାଏ, ଯାହାଦ୍ୱାରା ଘରେ ଅକାଳ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଥାଏ। ତେଣୁ ଏହାର ସମାଧାନ ସ୍ୱରୂପ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ। ସାଙ୍ଗମାନେ, ଯଦି ବିଲେଇ ଆପଣଙ୍କ ଘରେ କୌଣସି ମାଂସ ଟୁକୁଡ଼ା ଆଣି ପକାଉଛି, ତାହେଲେ ଆପଣମାନେ ଜାଣି ରଖନ୍ତୁ ଆପଣଙ୍କ ଘରେ କାହାର ଅକାଳ ମୃତ୍ୟୁ ହେବାର ଅଛି। ତ ଆପଣମାନେ ଯଦି ଆକୁ ସୁଧାରିବାକୁ ଚାହୁଁଛନ୍ତି, ତାହେଲେ ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ତୃତୀୟରେ ହେଉଛି ସକାଳୁ ସକାଳୁ କାଉ ଘରକୁ ଆସିବା ଶୁଭ ହୋଇଥାଏ। ସେହିପରି ବିଲେଇ ଘରେ ସକାଳୁ ଆସିଲେ ଶୁଭ ମନା ଯାଇଥାଏ। ସୂର୍ଯ୍ୟ ଉଦୟ ସମୟରେ ବିଲେଇ ଘରକୁ ଆସିବାର ଦେଖିଲେ ଘର ଓ ପରିବାର ପାଇଁ ଉତ୍ତମ ହୋଇଥାଏ। ସାଙ୍ଗମାନେ, ଯଦି ସୂର୍ଯ୍ୟ ଉଦୟ ପରେ ଆପଣଙ୍କ ଘରକୁ ବିଲେଇ ପ୍ରବେଶ କରୁଛି, ତାହେଲେ ଜାଣି ରଖନ୍ତୁ ଆପଣଙ୍କ ଘରେ ବହୁତ ବଡ଼ ଶୁଭ ହେବାକୁ ଯାଉଛି। ଚତୁର୍ଥରେ ହେଉଛି ଯଦି ଘରେ ବିଲେଇ ଛୁଆ ଜନ୍ମ କରିଥାଏ, ତେବେ ଘରେ ପଜିଟିଭ୍ ଏନର୍ଜି ରହିବାର ସଂକେତ ମିଳିଥାଏ, ଯାହା କାରଣରୁ ବିଲେଇ ଛୁଆ ଜନ୍ମ କରିଥାଏ। ଆପଣଙ୍କ ଘରେ ଥିବା କଷ୍ଟ ଦୂର ହେବାକୁ ଯାଉଛି। ଏହାର ଅନ୍ୟ ଏକ ଅର୍ଥ ହେଉଛି ଘରେ ସନ୍ତାନ ସୁଖ ପ୍ରାପ୍ତ ହେବାକୁ ଯାଉଛି। ସାଙ୍ଗମାନେ, ଆପଣମାନେ ଜାଣି ରଖନ୍ତୁ ଯଦି ବିଲେଇ ଆପଣଙ୍କ ଘରେ ଛୁଆ ଜନ୍ମ କରୁଛି, ତାହେଲେ ଆପଣମାନେ ଜାଣି ରଖନ୍ତୁ ଯଦି ଆପଣଙ୍କ ଘରେ କାହାର ପିଲାପିଲି ହେଉନାହିଁ, ତାହେଲେ ଆପଣମାନେ ଖୁସି ହେଇଯାଆନ୍ତୁ, କାରଣ ଆପଣଙ୍କ ଘରକୁ ସନ୍ତାନ ଆସିବାକୁ ଯାଉଛି। ପଞ୍ଚମରେ ହେଉଛି ଯଦି ବିଲେଇ ସ୍ୱପ୍ନରେ ଆସିଥାଏ, ଶୁଭ ହୋଇଥାଏ, କିନ୍ତୁ ମରିଥିବା ବିଲେଇ ବା କଳହ କରୁଥିବାର ଦେଖିଲେ ସ୍ୱପ୍ନରେ ଅଶୁଭ ହୋଇଥାଏ। ସାଙ୍ଗମାନେ, ଯଦି ବିଲେଇକୁ ଆପଣମାନେ ସ୍ୱପ୍ନରେ ଦେଖୁଛନ୍ତି, ତାହେଲେ ଶୁଭ ହୋଇଥାଏ, କିନ୍ତୁ
जदि बिलेई आपणकर स्वप्न रे कांदुची बा बिलेई कलह करुची ताले आपण माने जानि रखंतु आपणक बहुत किछि असुविधा हेबाकू जाउची। षष्ठ रे हेउची जदि बिलेई आपणक घरे पसी पानी सेवन करिथाए तेबे शुभ संकेत होइथाए जहा द्वारा धन लाभ होइथाए, किंतु क्षीर पीले अशुभ संकेत होइथाए। सप्तम रे हेउची घरे जदि बिलेई उदास मनरे बसी थाए तेबे घरे कहार स्वास्थ्य खराब हेबो, अशांति हेबो, दारिद्रता देखाजिबो, यह अशुभ संकेत होइथाए। सांग माने जदि आपणक घरे बिलेई उदास बसुची आसिकरी कांदिबार देखुचंती, उदास बसिबार देखुचंती ताले आपण माने जानि रखंतु आपणक घरे कहार स्वास्थ्य खराब हेबाकू जाउची। अष्टम रे हेउची यात्रा करिबा समय रे कला बिलेई आगरे चलीगले तेबे अशुभ संकेत होइथाए जहा द्वारा यात्रा असफल होइथाए। सांग माने आपण माने देखिथिबे जेतेबेले रास्ता रे जाउछंती रास्ता रे आपनको गोटे बिलेई क्रॉस करि जाई थाए, आपणक मन को बहुत प्रकार चिंता आसी थाए, मो किछि अशुभ हेबनी तो किछि खराब हेबनी तो। हाँ सांग माने निश्चित भाव ना किछि आपण सहित घटी थाए, किछि खराब होई थाए यदि कला बिलेई आपणक सामने रे क्रॉस करूछि। नवम रे हेउछि कला बिलेई आपणको पंजा मारी थाए तेबे अशुभ होई थाए। एहार अर्थ हेउछि घरे आर्थिक स्थिति खराब हेबार संभावना रही थाए। सांग माने जदि कला बिलेई आपणको पंजा मारुछि बा कामुड़ी दउछि बा आंपुड़ी दउछि ताले आपण माने जानि रखंतु आपणको घरे आर्थिक स्थिति देखा जिबाकू जाउछि, धन संपत्तिर कमी हेबाकू जाउछि, टंकार अभाव हेबाकू जाउछि। दशम रे हेउछि दुईटी बिलेई परस्पर सह लड़ीबार देखागले अशुभ होइथाए जहा द्वारा परिवार रे कलह हेबार सूचना देइथाए। सांग माने आपण माने देखिथिबे अधिकांश समय रे बिलेई माने झगड़ा लगी थांती, बिलेई माने परस्पर विषय रे भितरे कामुड़ा कामुड़ी होई थांती। जेतेबेले आपण माने देखुचंती बिलेई माने कामुड़ा कामुड़ी हेउचंती ताले आपण माने जानि रखंतु बहुत बड़ गोटी अघटन घटिबाकू जाउछि। आपणकर घरे हेउ कि आपणकर पड़ापड़ोसी रे हो बहुत बड़ गोटे अघटन घटिबाकू जाउछि, कौनसी गोटे बड़ झगड़ा हेबाकू जाउछि। तो सेथि पई आपण माने आगरू सतर्क होई जांतु, नहले आपणक सहित मध्य बहुत बड़ अघटन घटी पारे जदि बिलेई माने झगड़ा करुछंती। सांग माने मु आपण माननकु एबे जहाँ भी सबू कहिले जदि आपण माने सही सबू कथा को जदि पालन करिवे ताले आपण मानकर जीवन रे निश्चित भाव रे आपण माने खुशी रे रहिबे। भिडियोटी को शेष पर्यंत देखिथिबारु आपण मानकु अशेष अशेष धन्यवाद। यदि भिडियोटी भल लागिथिबो लाइक टे करि देबे, सांग मानक मध्य रे शेयर करि देबे, कमेंट बॉक्स रे मतामत रखिबे, चैनल टी को सब्सक्राइब मध्य करि देबे। धन्यवाद सांग माने। जय जगन्नाथ, जय मां शारला, जय श्री कृष्ण।